Audio Jungle. Audio Jungle. ଗୋଟେ ପିଲା କେମିତି ହଉଛି ଦେଖୁଥାନ୍ତୁ। ଉଠିକି ସକାଳୁ ଜିଦ୍ଦି କରୁଛି, ବିଭିନ୍ନ ପ୍ରକାର ଜିଦ୍ଦି। ନମସ୍କାର, ସ୍ୱାଗତ କରୁଛି ଆମର ଆଉ ଗୋଟେ ସୁନ୍ଦର ବ୍ଲଗ୍କୁ। ଆଉ ଆଜି ତ ହେଉଛି ରଜ ସଜବାଜ, ମାନେ ପହିଲି ରଜର ପୂର୍ବ ଦିନଟାକୁ ରଜ ସଜବାଜ ବୋଲି ହିଁ କୁହନ୍ତି। କେଉଁଠି କ'ଣ କହୁଥିବେ ମୁଁ ଜାଣିନି, କିନ୍ତୁ ମେନଲି ରଜ ସଜବାଜ କୁହନ୍ତି ରଜର ପୂର୍ବ ଦିନଟାକୁ। କାହିଁକି କୁହନ୍ତି? କାହିଁକି ନା ସେଦିନ ରଜର ବିଭିନ୍ନ ପ୍ରକାର ପ୍ରିପାରେସନ୍ କରାଯାଏ, ଯେମିତିକି ପିଠାପଣା ପାଇଁ ପିଠଉ ବାଟିକି ରଖାଯାଏ, ମସଲା ଫସଲା ବାଟିକି ରଖାଯାଏ। କାହିଁକିନା ସେଇ 3 ଦିନ ଯାକ ଆଉ ଏସବୁ କାମ ଗୁଡ଼ା ହୁଏନି, ଶିଳପୁଆ ଏସବୁକୁ ରେଷ୍ଟ ଦିଆଯାଏ। ଆଜିକାଲି ସିନା ଗ୍ରାଇଣ୍ଡରରେ ବାଟୁଛନ୍ତି, କିନ୍ତୁ ପୂର୍ବ ଜମାନା ଅନୁସାରେ ମୁଁ କହୁଛି ହଳ ବନ୍ଦ କରାଯାଏ ସବୁ। ଆଜି ମାନେ ଆଗାମୀ 3 ଦିନ ପାଇଁ ଆଜି ମାନେ ଆଡ଼ଭାନ୍ସରେ କିଛି କାମ କରିଦିଆଯାଏ। ସେଇଟାକୁ କୁହନ୍ତି ରଜ ସଜବାଜ। ଘର ଦ୍ୱାର ପରିଷ୍କାର କରାଯାଏ, ନିଜେ ନିଜକୁ ରେଡ଼ି କରନ୍ତି, ନିଜେ ନିଜର ଗ୍ରୁମିଂ ଯାହା କରିବାର ଥାଏ, ମୁଣ୍ଡ ସଫା, ସଜବାଜ ଯାହା ଇତ୍ୟାଦି, ନଖ କଟା ଏସବୁ ଇତ୍ୟାଦି ବି କରିନିଅନ୍ତି। ତ ଚାଲନ୍ତୁ ଆଜି କ'ଣ ଝିଅମାନେ ତାଙ୍କର ଯାହା ପୂର୍ବ ପ୍ରସ୍ତୁତି ବ୍ୟୁଟି ରିଲେଟେଡ଼ ସେଗୁଡ଼ା ବି ସବୁ କରନ୍ତି, ଯେମିତିକି ଫେସିଆଲ୍ କରିପାରନ୍ତି, ଆଉ ମେହେନ୍ଦି ବି ଲଗାନ୍ତି, ଆଉ ଚୁଟି ଯିଏ ସାମ୍ପୁ କରିବାର ଥାଏ କରନ୍ତି, ଚୁଟି କାଟନ୍ତି, ଏମିତି ସବୁ କରନ୍ତି। ଆଉ ସେଥିପାଇଁ ଆଜିର ଦିନଟିକୁ ରଜ ସଜବାଜ ବୋଲି କୁହନ୍ତି। ଆଉ ମୁଁ ଯେତେବେଳେ ଅନମ୍ୟାରେଡ଼ ଥିଲି, ମୁଁ ତ ମାନେ ପ୍ରପର୍ ଯେମିତି ଯାହା କରିବା କଥା କରୁଥିଲି। ଏବେ ତ ଆଜି ତ ବାହାଘର ପରେ ଆଉ ସେସବୁ ଏତେ ବି ମାନେ ନିଜ ଉପରେ ଧ୍ୟାନ ଦେଇ ହେଉନି। କିନ୍ତୁ ଆଜି ଯେହେତୁ ଏଠି ଅଛି, ଲିପିକା ମୋତେ କହିଛନ୍ତି, ଲିପି କହିଛି ଯେ ଆଜି ମୋ ହାତରେ ସେ ମେହେନ୍ଦି ଲଗେଇଦେବ। ସେଇଟା 4ଟା ବେଳକୁ ଲଗେଇବ, ଦେଖାଯାଉ କେମିତି କ'ଣ ଲଗାଉଛି। ଆଉ ମା ତାର ଚଲେଇଛି ଗ୍ରାଇଣ୍ଡିଙ୍ଗ। ଆଜିରୁ ସବୁ ଗ୍ରାଇଣ୍ଡ କରିକି ରଖିଦେବ। ଆଉ ବାକି 3 ଦିନ ଯାକ ପିଠା, ବରା, ଦହିବରା ବି ଆମର ବେଳେବେଳେ ହୁଏ, ଆଉ ବେଳେବେଳେ ଆରିସା ପିଠା ବି ସବୁ କରିକି ଆଜିଠୁ ରଖା ହୁଏ। ଏବେ ଆଉ ଏତେଟା ହେଉନି, କିନ୍ତୁ ପିଠଉଟା ଯେମିତି ହେଲେ ବାଟିକି ରଖା ହେଲା, ପିଠା ଯୋଡ଼େ ତ କରାହବ। ସେ ଏମିତି ଚୂଳ ବାନ୍ଧିଲାଠୁ ମୋ ମା କହୁଛି ତାକୁ ଯେ କୁଷ୍ଟିଆ। ଏଇଟା ରହିଲା ମୋ ବ୍ରେକଫାଷ୍ଟ ଉପମା ମୁଁ ଖାଉଛି। ଆଉ ଏଠି କାଳି ମିଉଁଟି ମୋତେ ଚାହିଁକି ବସିଛି, ଯଦିଓ ସେଗୁଡ଼ା ଖାଇବନି। ତାର ସବୁ ଫେଭରେଟ୍ ହେଉଛି ବରା ଆଉ ପାମ୍ପଡ଼, ଚିପ୍ସ, ଏସବୁ ଟାଇପ୍ର ଆଇଟମ୍ ଖାଏ। ଚାହିଁକି ବସିଛି ମୋତେ ଆସିକି। ଖାଇ ନେବା ଏବେ ଲଞ୍ଚ ଆଜି ଅଛି ଭାତ, ଡାଲି, ଆଉ ଏଇଟା ଜହ୍ନି ଆଳୁ ବଡ଼ି ପରିକି ବେସର ହେଇଛି। ଏଇଟା ଛଚିନ୍ଦ୍ରା ଭଜା, ଆମ୍ବ। ହଁ, ତ ଲିପି ଆସିକି ପହଞ୍ଚିଗଲେଣି ଆମ ଭିତରେ। ମୋତେ ବର୍ତ୍ତମାନ ମେହେନ୍ଦି ଲଗାଇଦେବେ କହିଥିଲି ନା, ଆଜି ଯେଉଁ 4ଟା ବେଳକୁ ଲଗାଇଦେବେ ବୋଲି। ସେ ଲିପି ହାତରେ ସବୁ ମେହେନ୍ଦି ଲଗାଇ ପକାଇଛି ଖରାବେଳେ। ଏଇଟା ପାଚିଲେ କାଲି ଯାଇକି ଜଣାପଡ଼ିବ। ଲଗେଇଛି ଦେଖନ୍ତୁ ନେଲ୍ ପଲିସ୍ ପାଦରେ, କାହିଁକିନା ମୁଁ ଲଗାଉଥିଲି ଯେହେତୁ ମୋତେ ସେ ଜିଦ୍ଦି କଲା ଲଗାଇବା ପାଇଁ, ସେଥିପାଇଁ ଲଗେଇଛି। ହେଇ ମୋର ମେହେନ୍ଦି ଚାଲିଛି। ମୋ ମେହେନ୍ଦି ମୁଁ ଲଗେଇ ସାରିଛି, ଲିପି ଲଗେଇ ଦେଇଛି। ଫାର୍ଷ୍ଟ ଟାଇମ୍ ଲଗେଇଛି ସିଏ କାହା ହାତରେ। ଏଇଟା ଟିକେ ମୋର ଇଏ ବି ହେଇଗଲାଣି, ଏମିତି ଜାକି ହେଇଯାଇଛି ହାତଟା। ପଛପଟଟା ମୁଁ ନେଇକି ପକେଇଛି। ଆଉ ମୁଁ ଆକ୍ଚୁଆଲି ଲଗେଇ ନଥାନ୍ତି, ସିଏ ତା ତରଫରୁ କହିଲା ମେହେନ୍ଦି ଲଗେଇବନି, ଲୁନାନୀ ମେହେନ୍ଦି ଲଗେଇବନି। ମୁଁ କହିଲି ନା, ମୋ ମେହେନ୍ଦି କିଏ ଲଗାଉଛି ମୁଁ। ସେଠୁ ସେ କିନ୍ତୁ କହିଲା ମୁଁ ଲଗେଇଦେବି। ସେଠୁ ତାପରେ ପୁଣି କହିଲା ମୁଁ ମେହେନ୍ଦି କିଣିକି ଆଣିବି, ଲଗେଇଦେବି। ସେଠୁ ମୁଁ ତାକୁ ଟଙ୍କା ଦେଇଦେଲି, ସେ ମେହେନ୍ଦି କିଣିକି ଆଣିଲା, ତାର ଲଗେଇଦେଲା। ଆଉ ଛୋଟ ପିଲାଟା 2 ଥର 3 ଥର କହିଲା ଯେହେତୁ ମୁଁ ଆଉ କ'ଣ ମନା କରିବି ତାକୁ। ତାର ଗୋଟେ ସ୍କିଲ୍ ଡେଭଲପ୍ ହେବ, ଲଗାଉ। ଫାର୍ଷ୍ଟ ଟାଇମ୍ ଲଗେଇଛି। ଆଉ ଏଇଟା ହେଉଛି ମୋର ଆଫ୍ଟର ଲୁକ୍, ମାନେ କାଲିକି ଆହୁରି ମୋର ଅଧିକ ଗାଢ଼ ହେଇକି ପାଚିଯିବ। ଯେତିକି କ୍ୟାମେରାରେ ଦେଖାଯାଉଛି ତାଠୁ ଅଧିକ ଆକ୍ଚୁଆଲି ପାଚିଛି। ମୋ ହାତରେ ଭଲ ପାଚେ ମେହେନ୍ଦି। ଅଳ୍ପ ସମୟ ଭିତରେ ମୁଁ ଧୋଇଲେ ବି ଭଲ ମେହେନ୍ଦି ପାଚିଛି। ଆଉ ଏଇଟା ହେଉଛି ମୋର ରଜ ସଜବାଜ। ଆପଣମାନେ କେମିତି ରଜ ପାଇଁ ସଜବାଜ ହେଉଛନ୍ତି, ପ୍ରିପେୟାର କରୁଛନ୍ତି, ନିଶ୍ଚୟ କମେଣ୍ଟ ସେକ୍ସନରେ ଜଣାଇବେ। ପୁଣି ଦେଖା ହେବା ନେକ୍ସଟ ବ୍ଲଗ୍ରେ।